ସାଙ୍ଗମାନେ ଆପଣମାନଙ୍କ ପ୍ରିୟ ଧାରାବାହିକ ରାଜଯୋଗ ସିରିଏଲର ଆଜିର ଏପିସୋଡରେ ଆପଣମାନେ ଦେଖିବାକୁ ପାଇବେ ଆଜି ସୋନା ବରୁଣ ରିଷଭ ଏମାନେ ସମସ୍ତେ ମିଶି ସୁରଞ୍ଜନର ଅସଲି ମୁଖା ପରିବାର ସାମ୍ନାରେ ଖୋଲିବାକୁ ଚାହୁଁଛନ୍ତି। ହଁ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ଆଜି ସୋନା ବରୁଣ ଆଉ ରିଷଭକୁ ଯାଇ କୁହନ୍ତି ଯେ ଆରେ ବରୁଣ ତମେ ଗୋଟେ କଥା ଜାଣିଛ ଏ ସିଦ୍ ନା ଡୁପ୍ଲିକେଟ୍ ସିଦ୍ ଆଉ ଏହାକୁ ଯଦି ଆମେ ସମସ୍ତଙ୍କ ସାମ୍ନାରେ ପ୍ରମାଣ କରିଦେବା ତାହେଲେ ଦିଆକୁ ସବୁଦିନ ପାଇଁ ଏ ଘରୁ ଆଉଟ୍ କରିବାକୁ ଆମକୁ କେହି ବି ଅଟକେଇ ପାରିବେନି। ଆଉ ଏତେବେଳେ ରିଷଭ ଯାଇକି ସୁରଞ୍ଜନ ପାଖରେ ପହଞ୍ଚି ଯାଆନ୍ତି ଆଉ ସୁରଞ୍ଜନକୁ କୁହନ୍ତି ଯେ ଆରେ ସିଦ୍ ଭାଇ ଏଇ ନିଅ ତମ ଫେଭରେଟ୍ ଡ୍ରିଙ୍କ୍ ଆଉ ଆକୁ ପିଇଲା ପରେ ତମେ ତମ ସବୁ ପୁରୁଣା କଥା ମନେ ପକେଇଦେବ। ଆଉ ଏତେବେଳେ ସୁରଞ୍ଜନକୁ ସେଇ ଡ୍ରିଙ୍କ୍ଟି ଭଲ ଲାଗୁନି ଆଉ ସେ ରିଷଭଙ୍କ ମୁହଁ ଉପରେ ହିଁ ତାକୁ ଫୋପାଡ଼ି ଦିଅନ୍ତି ଆଉ କୁହନ୍ତି ଯେ ମୋତେ ସବୁ ଭଲ ଲାଗୁନି। ଆଉ ଏତେବେଳେ ବରୁଣ କହିବେ ଆରେ ଆମ ଶିବ ତ ଡ୍ରିଙ୍କ୍କୁ ବହୁତ ପସନ୍ଦ କରୁଥିଲା, ସେ କେବେ ବି ଆର ଅନାଦର କରୁନଥିଲା। ମତେ ଲାଗୁଛି ଇଏ ବୋଧେ ସିଦ୍ ନୁହଁ, ଇଏ ହେଉଛି ଡୁପ୍ଲିକେଟ୍ ସିଦ୍। ଆଉ ଏତେବେଳେ ଦିଆ କହିବ ଯେ ମୋତେ ଲାଗୁଛି ସିଦ୍ ବୋଧେ ବଦଳି ଯାଇଛନ୍ତି, ସିଏ ଆଗକୁ ରିୟାକୁ ଭଲ ପାଇବାକୁ ଚାହୁଁଛନ୍ତି ଆଉ ସେ ଡ୍ରିଙ୍କ୍ ଛାଡ଼ିବାକୁ ଚାହୁଁଛନ୍ତି। ଆଉ ଏତେବେଳେ ସୁରଞ୍ଜନ କୁହନ୍ତି ଯେ ମୁଁ ରିୟାକୁ ଏବେ ବହୁତ ଭଲ ପାଉଛି, ଏ ଡ୍ରିଙ୍କ୍ ଫିଙ୍କ୍ ଆଉ କିଛି କରିବିନି। ଯାହାକୁ ଶୁଣି ପାର୍ଟିରେ ଲୋକମାନେ ବହୁତ ଖୁସି ହେଇଯିବେ। ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି ନା ବରୁଣ ରିଷଭ ଏମାନେ କ'ଣ ସମସ୍ତେ ମିଶି ସୁରଞ୍ଜନର ଅସଲି ମୁଖ ଖୋଲିପାରିବେ? ଯଦି ହଁ ତାହେଲେ ୟେସ୍ ବୋଲି କମେଣ୍ଟ କରନ୍ତୁ।